ବଣାଇ ବନଖଣ୍ଡ ଅନ୍ତର୍ଗତ କୋଇଡ଼ା ରେଞ୍ଜର ଝିରିପାଣି ଗ୍ରାମରୁ ଏକ 6 ମାସର କୁଟୁରା ଛୁଆକୁ ବନ ବିଭାଗ ଉଦ୍ଧାର କରିଛି। ଏହି କୁଟୁରା ଛୁଆଟି ଗ୍ରାମରେ ବୁଲୁଥିବା ନେଇ ବନ ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ସୂଚନା ପାଇବା ପରେ ବଣାଇ ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। 2ଟି ଗାଡ଼ିରେ ଟିମ୍ ସକାଳେ ଝିରିପାଣି ଗ୍ରାମରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଚଳାଇ କୁଟୁରା ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ କୁଟୁରା ଛୁଆକୁ ବଣାଇ ବନଖଣ୍ଡ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ପଶୁ ଚିକିତ୍ସା ଅଧିକାରୀ ଏହାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କୁଟୁରା ଛୁଆଟି ସୁସ୍ଥ ଥିବାରୁ ଆବଶ୍ୟକୀୟ ପ୍ରକ୍ରିୟା ଶେଷ ହେବା ପରେ ତାକୁ ପୁଣି ଜଙ୍ଗଲରେ ଛାଡ଼ିଦିଆ ବୋଲି ସୂଚନା ମିଳିଛି। ଉଦ୍ଧାର ହୋଇଥିବା କୁଟୁରା ଛୁଆର ବୟସ ଆନୁମାନିକ 6 ମାସ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।